नंबर 1 कैंसर ପାଇଁ ଆଉ ଚିନ୍ତା କରିବା ଦରକାର ନାହିଁ। ବାହାରିଲା କ୍ୟାନ୍ସର ଭ୍ୟାକ୍ସିନ୍, ସମସ୍ତଙ୍କୁ ମିଳିବ ମାଗଣା। କ୍ୟାନ୍ସର ପାଇଁ ଆସିଲା ଟିକା, କର୍କଟ ରୋଗ ବିରୋଧରେ ଭ୍ୟାକ୍ସିନ୍ ପ୍ରସ୍ତୁତ ନେଇ ଦାବି କରିଛି ରୁଷ। 2025 ଦେଶରେ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଚଳିତ ଶତାବ୍ଦୀରେ ଏହା ସବୁଠାରୁ ବଡ଼ ଉଦ୍ଭାବନ ବୋଲି ସେ କହିଛନ୍ତି। ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କ୍ୟାନ୍ସର ଭ୍ୟାକ୍ସିନ୍ ପ୍ରସ୍ତୁତିରେ ସଫଳତା ନେଇ ଗତ 23ରେ ସ୍ପଷ୍ଟ କରିଥିଲେ। ଏହି ଟିକା କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ। ଗାମାଲିୟନ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶ ଆଲେକ୍ସାଣ୍ଡର ଗିଣ୍ଟସବର୍ଗ କହିଛନ୍ତି, ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସମୟରେ ଏହା ଦେଖାଯାଇଛି ଯେ ଏହା ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାଟିକ୍ସ ବା କର୍କଟ ବ୍ୟାପିବା ରୋକିବାରେ ପ୍ରଭାବଶାଳୀ। ନମ୍ବର 2 ଚଳିତ ବର୍ଷ ଭାରତରେ ଆତଙ୍କ ଆଣିଛି ଏହି 5ଟି ସାଂଘାତିକ ରୋଗ। ବର୍ତ୍ତମାନ 2024 ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। କିଛି ଦିନ ମଧ୍ୟରେ ଏ ବିଶ୍ୱ 2025 ବର୍ଷକୁ ସ୍ୱାଗତ କରିବ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଲୋକମାନେ ଅନେକ ଗମ୍ଭୀର ରୋଗର ସମ୍ମୁଖୀନ ହୋଇଛନ୍ତି। ଏହି ରୋଗଗୁଡ଼ିକ କେବଳ ଲୋକଙ୍କ ଜୀବନକୁ ପ୍ରଭାବିତ କରିନାହିଁ, ବରଂ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ଚାପ ସୃଷ୍ଟି କରିଛି। ଏପରିକି ପରିସ୍ଥିତିରେ ଏମିତି କିଛି ରୋଗ ଅଛି ଯାହା ପୂର୍ବରୁ ଭାରତରେ କ୍ୱଚିତ୍ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ରୋଗଗୁଡ଼ିକ ନୂଆ ରୂପରେ ଦେଖାଯାଉଛି ଏବଂ ସାରା ଦେଶରେ ଚିନ୍ତାର କାରଣ ପାଲଟିଛି। ସେ ରୋଗଗୁଡ଼ିକ ହେଲା ନିପା ଭାଇରସ୍, ଚାନ୍ଦିପୁରା ଭାଇରସ୍, ଜିକା ଭାଇରସ୍, ଡେଙ୍ଗୁ, ମଙ୍କିପକ୍ସ। ନମ୍ବର 3 ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା, ନାଟମଣ୍ଡପରେ ଅଟିବ ହୁଣ୍ଡି। 27-28ରେ ପରୀକ୍ଷାମୂଳକ ଦର୍ଶନ। ଶ୍ରୀମନ୍ଦିରରେ ନାଟମଣ୍ଡପରେ ଚଳିତ 27 ଓ 28 ତାରିଖରେ ନୂଆ ବ୍ୟାରିକେଡ୍ ଓ ର୍ୟାମ୍ପ ଦେଇ ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ସୋମବାର ପ୍ରତିହାରୀ ନିଯୋଗ ସହ ସମନ୍ୱିତ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିରରେ ସମସ୍ତ ପ୍ରମୁଖ ନିଯୋଗଙ୍କ ସହ ପରବର୍ତ୍ତୀ ସମୟରେ ପରାମର୍ଶ ବୈଠକ କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି କରାଯାଇଛି। କମିଟିରେ ଏକ୍ସ-ରେ ଶ୍ରୀମନ୍ଦିର କମାଣ୍ଡର ନୀତି ପ୍ରଶାସନ ମଧ୍ୟ ରହିଛନ୍ତି। ନୂଆ ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥାରେ କିଛି ବି ଅସୁବିଧା ନଜର ଆସିଲେ ଏହାକୁ ପରବର୍ତ୍ତୀ ସମୟରେ ସୁଧାର କରାଯିବ। ଭକ୍ତମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ସୁଖଦ ଅନୁଭବ ନେଇ ଯିବେ, ତାହାକୁ ଲକ୍ଷ୍ୟ କରି ଏହି ବ୍ୟବସ୍ଥା କରାଯାଉଛି। ନମ୍ବର 4 ଟ୍ରକ୍ ଆଗରେ ପଶିଗଲେ 2 ଯୁବକ, 500 ମିଟର ଘୋଷାଡ଼ି ନେଲା ଡ୍ରାଇଭର। ଉତ୍ତରପ୍ରଦେଶ ଆଗ୍ରାରେ ଘଟିଛି ଏକ ଲମ୍ବଟାଙ୍ଗରା ଇଟ୍ ଆଣ୍ଡ ରନ୍ କେସ୍। ଏକ ବାଇକ୍ ପ୍ରାୟ 500 ମିଟର ଘୋଷାଡ଼ି ନେଲା ଟ୍ରକ୍। 2 ବାଇକ୍ ଚାଳକ ଟ୍ରକ୍ ଆଗରେ ଘୋଷାଡ଼ି ହୋଇଥିବା ବେଳେ ଚାଳକ କିନ୍ତୁ ଗାଡ଼ି ଅଟକାଇ ନଥିଲେ। ଶେଷରେ ପୁଲିସ ତାଙ୍କୁ ବାନ୍ଧିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଆଗ୍ରାରେ ରାମବାଗ ଛକରେ ଘଟିଛି। 2 ବାଇକ୍ ଚାଳକ ଯାଉଥିବା ବେଳେ ପ୍ରଥମେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିବା ବାଇକ୍ ଚାଳକ ଦ୍ୱୟ ଗାଡ଼ି ସହ ତଳେ ପଡ଼ିଯାଇଥିଲେ ବେଳେ ଟ୍ରକ୍ ସେମାନଙ୍କୁ ଘୋଷାଡ଼ି ନେଇଥିଲା। ପ୍ରାୟ 500 ମିଟର ଯିବା ପରେ ଡ୍ରାଇଭର ଟ୍ରକ୍ ଅଟକାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ 2 ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏହାପରେ ସେମାନେ ଡ୍ରାଇଭରଙ୍କୁ ଟ୍ରକ୍ରୁ ଘୋଷାଡ଼ି ଆଣି ପ୍ରବଳ ପିଟିଥିଲେ। ନମ୍ବର 5 ସରକାରୀ ଜାଗା ବୋଲି ଅଧା ନିର୍ମାଣ ପରେ ଜାଣିଲେ, ମାପଜୁପ ପରେ କାମ ବନ୍ଦ। ଭୀମପୁର ମୌଜା ଗଙ୍ଗନଗରରେ ସରକାରୀ ଜାଗାରେ ଚାଲିଥିବା ନିର୍ମାଣ ଅଭିଯୋଗ ଆଜି ଯୁଗ୍ମ ତଦନ୍ତ ହୋଇଛି। ସାଧାରଣତଃ ପ୍ରଶାସନ, ବିଡିଏ, ବିଏମ୍ସି ମିଳିତ ଭାବେ ମାପଜୁପ କରିଛନ୍ତି। ମାପଜୁପ ବେଳେ କେଳେଙ୍କାଦାରୀ ଧରାପଡ଼ିଛି। ଯେଉଁ ଘରୋଇ ଜମିରେ ବିଏମ୍ସି ପ୍ଲାନ୍ ଦେଇଛି, ସେ ଜମି ସହ ସରକାରୀ ଜମିରେ ମଧ୍ୟ ନିର୍ମାଣ ଚାଲିଥିବା ଜଣାପଡ଼ିଛି। ଏଣୁ ବିଏମ୍ସି ତୁରନ୍ତ ନିର୍ମାଣ ବନ୍ଦ କରିବା ପାଇଁ ନୋଟିସ୍ କରିଛି। ଆଜି ହୋଇଥିବା ତଦନ୍ତ ଯିଏ ଏହି ଯୁଗ୍ମ ରିପୋର୍ଟ ପ୍ରସ୍ତୁତ କରିଛି, ରିପୋର୍ଟ ଆଧାରରେ ବିଏମ୍ସି ପ୍ଲାନ୍ ବାତିଲ କରିବ। ପୂର୍ବରୁ ବିଡିଏକୁ ଯିଏ ଇଚ୍ଛେଦ ପାଇଁ ଚିଠି ଲେଖିଥିଲା, ସେହି ଚିଠି ଆଧାରରେ ବିଡିଏ ମଧ୍ୟ ଇଚ୍ଛେଦ କରିବ ବୋଲି ଜଣାପଡ଼ିଛି। ନମ୍ବର 6 ସୂର୍ଯ୍ୟଙ୍କ ଅତି ନିକଟରେ ପହଞ୍ଚିଲା ଏହି ଅନ୍ତରିକ୍ଷ ଯାନ। ବିରଳ ରେକର୍ଡର ଅଧିକାରୀ ହେଲା ନାସା। ଆମେ ସମସ୍ତେ ଜାଣିଛୁ ସୂର୍ଯ୍ୟଙ୍କ ଉତ୍ତାପ କେତେ, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି ବି ଅନ୍ତରିକ୍ଷ ଯାନ ଏହାର ଅତି ନିକଟରେ ଯିବାରେ ସକ୍ଷମ ହୋଇପାରିନାହିଁ। ହେଲେ ଆମେରିକାରେ ସ୍ପେସ୍ ଏଜେନ୍ସି ନାସାର ଗୋଟିଏ ଅନ୍ତରିକ୍ଷ ଯାନ ପାର୍କରେ ସେଲାର ପ୍ରୋବ ସୂର୍ଯ୍ୟଙ୍କ ଅତି ନିକଟରେ ପହଞ୍ଚିବା ସହିତ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି। ଡିସେମ୍ବର 24 ତାରିଖରେ ସକାଳ ପ୍ରାୟ 7ଟା ସମୟରେ ଏହି ଅନ୍ତରିକ୍ଷ ଯାନଟି ସୂର୍ଯ୍ୟଙ୍କର ଅତି ନିକଟରେ ପହଞ୍ଚି ସାରିଛି। ମିଳିତ ସୂଚନା ମୁତାବକ ପାର୍କରେ ସୋଲାର ପ୍ରୋବ ନାମକ ଏହି ଅନ୍ତରିକ୍ଷ ଯାନଟି ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳରେ ଦେଇ ଗତି କରିଛି, ଯାହାକି ସୂର୍ଯ୍ୟଙ୍କଠାରୁ ପ୍ରାୟ 3.8 ମିଲିୟନ ଦୂରରେ। ମହାକାଶରେ ଗତି କରୁଥିବା ଏହି ଅନ୍ତରିକ୍ଷ ଯାନର ସେତେବେଳେ ସ୍ପିଡ୍ ଥିଲା 4,30,000 କିଲୋମିଟର ପ୍ରତି ଘଣ୍ଟା। ନମ୍ବର 7 ନବୀନଙ୍କ ଲୋକପ୍ରିୟତା ଓ ମୋହନ ସରକାର। ସମ୍ପ୍ରତି ଓଡ଼ିଶା ରାଜନୀତି ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ନିର୍ବାଚନ ମୋହନ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ଲୋକେ ଯାହା ଆଶା କରୁଥିଲେ ତାହା ପରିପ୍ରକାଶ ଘଟୁନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏବେ ମଧ୍ୟ ଲୋକପ୍ରିୟତା, ଏହି କଥା ଏକ ଶକ୍ତିଶାଳୀ ଗୋଷ୍ଠୀ ବାରମ୍ବାର ପ୍ରଚାର କରି ଆସୁଛନ୍ତି।
ବାସ୍ତବରେ ଉପରଲିଖିତ ଦୁଇଟି ବିଷୟରେ ନେଇ ଯଦି ଆମେ ଆଲୋଚନା କରିବା ତେବେ ଘଟଣାରେ ଆମେ ବହୁତ ପଛକୁ ଯିବାକୁ ପଡ଼ିବ। ଦୀର୍ଘ ଦଶନ୍ଧି ପରେ ଦଶନ୍ଧି ଧରି ଓଡ଼ିଶାରେ ରାଜନୀତିରେ ନେତୃତ୍ୱର ଏକ ପ୍ରଭାବଶାଳୀ ଜମିଦାର ଓ ଭିତ୍ତଶୀଳ ଗୋଷ୍ଠୀ ନେତୃତ୍ୱ ନେଇ ଆସିଥିଲା ବା ପ୍ରକାରାନ୍ତରେ ଯେଉଁ ବ୍ୟକ୍ତି ବିଶେଷମାନେ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱରେ ଅନେକ ଦିନ ଧରି ଆଗଧାଡ଼ିରେ ରହୁଥିଲେ ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସୁଥିଲେ। ନମ୍ବର 8 ସୁପ୍ରିମକୋର୍ଟର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି ହିନ୍ଦୁ ମହିଳାଙ୍କ ବିବାହ ହିନ୍ଦୁ ପରମ୍ପରାରେ ଶେଷକୃତ୍ୟ। ସାରା ଦେଶରେ ଆଜି ଧର୍ମକୁ ନେଇ ବିଶେଷ ବଢ଼ୁଥିବା ବେଳେ ସେ ହେଉଛନ୍ତି ଜଣେ ବ୍ୟତିକ୍ରମ। ଜାତି ଧର୍ମରେ ସଂକୀର୍ଣ୍ଣତାକୁ ସେ ଥିଲେ ବହୁତ ଉର୍ଦ୍ଧ୍ୱରେ। ଦେଶପ୍ରେମ ନ୍ୟାୟ ଭଲ ପାଇବା ଉପରେ ଏକ ସଂକୀର୍ଣ୍ଣ ମାନସିକତା ଯେ ପ୍ରଭାବ ପକାଇ ପାରେନା ଏହାର ଉଦାହରଣ ସେ ରଖିଯାଇଛନ୍ତି। ସେ ହେଉଛନ୍ତି ମହମ୍ମଦ ହିଦାୟତୁଲ୍ଲାହ। ମହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି। ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। 5 ବର୍ଷ ସମ୍ପର୍କ ରଖିବା ପରେ ତାଙ୍କୁ ସେ ବିବାହ କରିଥିଲେ। ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ୍ ଭଲ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ। ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା। ନମ୍ବର 9 କମିଲା ପିଆଜ ଦର ମନ୍ତ୍ରୀଙ୍କ ବେକରେ ପଡ଼ିଲା ପିଆଜ ମାଳ। କେଉଁଠି ପିଆଜ ଦର ବଢ଼ିଲେ ଅସନ୍ତୋଷ ତ ପୁଣି କେଉଁଠି ପିଆଜ ଦର କମିଲେ ଅସନ୍ତୋଷ। ଦର ବଢ଼ିଲେ କାଉଣ୍ଟିଙ୍କ ଅହଲ୍ଲା ଦର କମିଲେ ଚାଷୀଙ୍କ ଅହଲ୍ଲା। ଏବେ ପିଆଜ ଦର କମିବାରୁ ଜଣେ ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ମଞ୍ଚ ଉପରେ ଭରସା ଭାର ବତକ୍ଷିପ୍ତ ଚାଷୀ ମନ୍ତ୍ରୀଙ୍କ ବେକରେ ପକାଇଛନ୍ତି ପିଆଜ ମାଳ। ମହାରାଷ୍ଟ୍ରରେ ମନ୍ତ୍ରୀ ନିବେଶ ରାବେଣୀଙ୍କୁ ଚାଷୀ ପିନ୍ଧାଇଛନ୍ତି ପିଆଜ ମାଳ। ହଠାତ୍ ପିଆଜ ଦର କମିଯିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଏହା ପ୍ରତିଫଳନ ବୋଲି ସାରା ମହାରାଷ୍ଟ୍ରରେ ଚର୍ଚ୍ଚା। ମହାରାଷ୍ଟ୍ରରେ ମତ୍ସ୍ୟ ସମ୍ପଦ ମନ୍ତ୍ରୀଙ୍କୁ ପିଆଜ ଦର କମିଥିବାର କାରଣରୁ ଅପ୍ରୀତିକର ପରିସ୍ଥିତିରେ ସାମ୍ନା କରିବାକୁ ପଡ଼ିଛି। ମହାରାଷ୍ଟ୍ରର ଚିରାଇ ଗାଁରେ ଏକ ଧାର୍ମିକ ଉତ୍ସବରେ ଯୋଗ ଦେବାକୁ ମନ୍ତ୍ରୀ ଯାଇଥିଲେ ବେଳେ ଏହି ଘଟଣା ଘଟିଛି। ନମ୍ବର 10 ଜନ୍ମଦିନ ପାର୍ଟିକୁ ଡାକି ଉଲଗ୍ନ କରି ପିଟିଲେ ମୁହଁରେ ପରିସ୍ରା କଲେ ଝୁଲି ପଡ଼ିଲେ ନାବାଳକ। ସୀମା ଟପିଲା ବର୍ବରତା। ଜନ୍ମଦିନ ପାର୍ଟିକୁ ଡାକି ଉଲଗ୍ନ କଲେ ନିର୍ଦ୍ଧୁମ ମାଡ଼ ମଧ୍ୟ ମାରିଲେ। କେବଳ ଏତିକିରେ ମନ ଭରିଲାନି ଯେ ଦଳିତ ନାବାଳକଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ। ଏହି ପୂରା ଘଟଣା ଭିଡ଼ିଓ କରି ଭାଇରାଲ କରିବୁ ଧମକ ଦେଲେ। ଶେଷରେ ଏସବୁ ସହି ନ ପାରି ଝୁଲି ପଡ଼ିଲେ ନାବାଳକ। ଏଭଳି କିଛି ବର୍ବରତା କାଣ୍ଡ ଘଟିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର କପ୍ତାନଗଞ୍ଜ ଥାନା ଅଞ୍ଚଳରେ କଜଲପୁର ଗାଁ। ଏଠାରେ ଜଣେ 17 ବର୍ଷୀୟ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟା କରିବା ପଛର କାରଣ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ଘରକୁ ଫେରି ନାବାଳକ ଜଣକ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ପରେ ଏସବୁ ସହି ନ ପାରି 17 ବର୍ଷୀୟ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନକୁ ଅଲ୍ରେ ସିଲେକ୍ଟ କରିନେବେ।